ହାଇ ଗାଇସ୍, ଜୟ ଜଗନ୍ନାଥ। ଶୁଭ ସକାଳ। ଆଜି ପୁଣି ହେଉଛି ବଡ଼ ଦିନ। ତ ବଡ଼ ଦିନରେ ଆଜି କିଛି ଗୁରୁବାରରେ ପଡ଼ିଛି, କିଛି ଭେଜ୍ ବନେଇବା। ଚାଲନ୍ତୁ ଦେଖିବା କ'ଣ ବନା ହବ ଆଜି। ଆଜି ବନେଇବା ଆମେ ଚିଲି କୋବି। ତ ଚିଲି କୋବି ଲାଗି ସବୁ କଟାକଟି ରେଡ଼ି କରିକି ପୁରା ମ୍ୟାରିନେଟ୍ କରିକି ସବୁ କୋବିକୁ ଆମେ ଛାଣିବା ଏବେ। ଦେଖନ୍ତୁ କେମିତି ଗୋଳା ହେଇଯାଇଛି କୋବିର ଟେକ୍ସଚରଟା ଦେଖନ୍ତୁ, ପୁରା ହାଲକା କର୍ଣ୍ଣଫ୍ଲୋର ଦିଆହେଇଛି, ବେଶୀ ନୁହଁ। ବାସ୍ ଏବେ ଛାଣିବା ପ୍ରୋସେସ୍ ଷ୍ଟାର୍ଟ ହେଇଗଲା। ଦେଖନ୍ତୁ କୋବିଟାକୁ ଆମେ ଭଲସେ ଟିକେ ଛାଣି ନେବା। ଛାଣି ନେଇକି ଦେଖନ୍ତୁ ଏବେ କୋବିକୁ ଆମେ କାଢ଼ିଦେଲୁ। କୋବି ସହିତ ଟିକେ ପୁରା ଭଲସେ ଛାଣି ଦେଇଛୁ। ଦେଖନ୍ତୁ କେମିତି ଟେକ୍ସଚରଟା ଅଛି ଛାଣିବା ପରେ। ତାପରେ ଆମେ ତାକୁ ନେଇଯିବା, ସବୁ କଟାକୁଟିକି ଷ୍ଟାର୍ଟ କରିଦେବା ଏବେ। ଯେମିତିକି କ୍ୟାପ୍ସିକମ୍, ପିଆଜ, ଟମାଟୋ ଆଉ ଲଙ୍କା ଆଉ ଚୁନ ଚୁନ କରି କାଟି ନେବା। ଆମେ ଅଦା ରସୁଣ ସବୁ କିଛି କାଟି କୁଟିକି ରେଡ଼ି କରି ନେଇଛୁ। ଦେଖନ୍ତୁ ଏଇ ପ୍ଲେଟ୍ରେ। ଆଉ ଏ ପତ୍ର ବି ଟିକେ ନେଇଛୁ, ଯେଉଁଟାକି ଆମର ଭୁସୁଙ୍ଗା ପତ୍ର କହୁଛୁ। ଲେମ୍ବୁ ଟିକେ ନେଇଛୁ। ତ ଏସବୁ ରେଡ଼ି କରି ନେଇଛୁ ଏବେ। ୟା ପରେ ଆମେ ପ୍ରୋସେସ୍ ଷ୍ଟାର୍ଟ କରିଦେବା, କେମିତି କ'ଣ ଚିଲି କୋବିର ବନେଇବା। ଆଉ ଏଇ ଯେଉଁ ମସଲା ସବୁ ମୁଁ ୟୁଜ୍ କରିଛି ଏ ଭିଡ଼ିଓରେ, କାହାରି ପ୍ରମୋସନାଲ୍ ପାଇଁ ନୁହଁ, ଜଷ୍ଟ ମୁଁ ଏଇ ମସଲା ଥିଲା ପକାଇବା ପାଇଁ, ତ ସେ ମସଲା ହାଲକା ଟିକେ ଟିକେ ପକାଇଛି। ତ କିଛି ପ୍ରମୋସନ୍ ପାଇଁ ମୁଁ ୟୁଜ୍ କରିନି ଏ ମସଲା। ତ ଦେଖନ୍ତୁ ଏଠି ଷ୍ଟାର୍ଟ କରିଦେଲେ, ହାଲକା ତେଲରେ ଏସବୁ ପକାଇକି ଫ୍ରାଏ କରିନେବା। ଲଙ୍କା, ରସୁଣ, ଅଦା, ପିଆଜ ସବୁ ହାଲକା ଫ୍ରାଏ ହେବ। ଫ୍ରାଏ ହେଲା ପରେ ଆଉ ପିଆଜଟାକୁ ଏଇ ଟାଇପ୍ର ହିଁ କାଟିବେ, ଦେଲେ ସୁବିଧା ହେବ ବନେଇବା ପାଇଁ। ତାପରେ କ୍ୟାପ୍ସିକମ୍ ମଧ୍ୟ ପକାଇଦେବା। କ୍ୟାପ୍ସିକମ୍ ପକାଇ ଦେଇକି ପୁରା ଗୋଟେ ଘୋ ଘା ଘାଣ୍ଟି ଦେଇକି କେମିତି ହେଉଛି ଦେଖନ୍ତୁ ଚିଲି କୋବିଟା ଆଜି। ଦେଖନ୍ତୁ ସାଙ୍ଗମାନେ କେମିତି ଚାଲିଛି। ୟା ପରେ ଆମେ ସବୁ ମସଲା ପକାଇବା। ଦେଖନ୍ତୁ କେମିତି ମସଲା ପକାଇକି ଏସବୁ ଭାରତର ଚିକେନ୍ ମସଲା ଟିକେ ପକାଇବା, ଗରମ ମସଲା ଟିକେ ପକାଇବା ରୁଚିର। ତାପରେ ଏଇଟା ବି ଭାରତର ରେଡ୍ ଚିଲି ପାଉଡ଼ର ଟିକେ ପକାଇବା। ପକାଇ ଦେଇକି ତାପରେ ପଡ଼ିଗଲା ଏବେ କୋବିକି ପକାଇକି ଟିକେ ଘାଣ୍ଟି ନେବା। ଆଉ ଏଥିରେ ମୁଁ ମଧ୍ୟ ମଟର ଛୁଇଁ ମଧ୍ୟ ପକାଇଛି। ଦେଖନ୍ତୁ ମଟର ଛୁଇଁ, ଏଇଟା ମାନେ କିଣା ମଟର ନୁହଁ, ଏଇଟା ହେଉଛି ଆମର ପିଓର ଯେଉଁ ମଟର ଛୁଇଁରେ ଯେଉଁ ଆମର ଦେଶୀ ବାଡ଼ି ମଟର ଛୁଇଁ, ତାକୁ ୟୁଜ୍ କରୁଛୁ। ତାପରେ ଆମେ ସବୁ ସସ୍ ନେଇ ଆସିଲୁ, ସୋୟା ସସ୍, ଚିଲି ସସ୍ ଆଉ ଟମାଟୋ ସସ୍, ସେସବୁ ପକାଇ ଦେଇକି ଟିକେ ଧନିଆ ପତ୍ର ପକାଇ ଦେଇକି ଘାଣ୍ଟି ନେବା। ଦେଖନ୍ତୁ ଟେକ୍ସଚରଟା କେମିତି ଅଛି ଚିଲି କୋବିର। ଏବେ ଚିଲି କୋବି ବନିକି ରେଡ଼ି ହେଇଯାଇଛି। ଏମିତି ଦେଖୁଥାନ୍ତୁ ମୋ ଭିଡ଼ିଓ, ବହୁତ ସାରା ଭଲ ପାଇବା ଦିଅନ୍ତୁ। ଆଉ ମୋ ଚ୍ୟାନେଲ୍କୁ ଲାଇକ୍, ସବସ୍କ୍ରାଇବ୍, ଫଲୋ କରିବାକୁ ଜମାରୁ ଭୁଲିବେନି। ଦେଖନ୍ତୁ ସାଙ୍ଗମାନେ, ମୁଁ ଆପଣଙ୍କ ପାଇଁ ଏମିତି ନୂଆ ନୂଆ ଭିଡ଼ିଓ ନେଇ ଆସିବି। ରହିଲି, ଧନ୍ୟବାଦ।